ରାମ ନାରାୟଣ ରାମ। ଏହି ସମସ୍ତ ଦୂତମାନେ ଏତେ ସଚେତନ ରହନ୍ତି ଯେ କିପରି ପରିବେଶରେ କେମିତି ଅସନ୍ତୁଷ୍ଟି ସୃଷ୍ଟି କରିହେବ, ସେଥିପାଇଁ ସେମାନେ ଏମିତି ପରିସ୍ଥିତି ତିଆରି କରନ୍ତି ଯାହାରେ ଗୁରୁ ଓ ଶିଷ୍ୟଙ୍କ ମଧ୍ୟରେ ଗଲତଫହମି, ଭୁଲ ବୁଝିବା ଓ ବିଭେଦ ହୋଇଯାଉ ଯେପରି ସମ୍ଭାବନା କର। ସେମାନଙ୍କର ଏକ ନିୟମ ଅଛି, ଯଦି ସେମାନେ 10 ଲକ୍ଷ ଲୋକଙ୍କୁ ଆକର୍ଷିତ କରି 16 ମାପରେ ଚରଣରେ ପହଞ୍ଚାଇବାକୁ ନିଷ୍ପତ୍ତି କରନ୍ତି, ତେବେ ସେମାନେ ଚେଷ୍ଟା କରିବେ ଯେ 10 ଲକ୍ଷରୁ 8 ଲକ୍ଷ ଲୋକ ପହଞ୍ଚି ପାରିବେ ନାହିଁ। ସେଥିରେ ଆଶୀର୍ବାଦ ହେଉ କି ସେମାନଙ୍କ କର୍ମ ହେଉ, ସେମାନଙ୍କୁ ଲାଗେ ଯେ ସାଧନା ବିନା 21 ଲକ୍ଷ ବର୍ଷ ଧରି ଯାହା ସାଧିତା, ସେଠାକୁ କେବଳ କିଛି ମୁହୂର୍ତ୍ତରେ ଲାଭ କରାଯାଏ। ଯଦି ଏହାରେ ଜମେଳା କରି ବାଧା ସୃଷ୍ଟି କରାଯାଇପାରେ, ଯେତେ ବେଶୀ ହେଉନାହିଁ, ସେଥିରେ ସେମାନଙ୍କର ଲାଭ ଅଛି। ଯେଉଁ ସେକ୍ସନରୁ ଲୋକ ନେଉଥିବାକୁ ଯିବେ, ସେଥିରୁ ଯେତେ ଅଧିକ ଲୋକଙ୍କୁ ରୋକିପାରିବେ, ସେମାନେ ସମସ୍ତ ଲାଭ କରିବେ। ଏହି ହେଉଛି ସେମାନଙ୍କର ନିୟମ। ସେମାନେ ଏମିତି କାମ ଓ ଚିନ୍ତାରେ ଲୀନ ରହନ୍ତି ଯେ ଛୋଟ ଥରେ ଛୋଟ ଘଟଣାରେ ମଧ୍ୟ ଗଲତଫହମି ହୋଇଯିପାରେ। ସେମାନେ ଏମିତି ପରିସ୍ଥିତି ସୃଷ୍ଟି କରନ୍ତି ଯାହା ବିଷୟରେ ଆମେ ଚିନ୍ତା ମଧ୍ୟ କରିପାରିବୁ ନାହିଁ। କିନ୍ତୁ ସେମାନେ ଏହି ଗଲତଫହମି କେବଳ ଶିଷ୍ୟମାନଙ୍କ ମଧ୍ୟରେ ସୃଷ୍ଟି କରନ୍ତି। ଯେଉଁମାନେ ନେଉଛନ୍ତି, ଗତିଦାତା ହେଉଛନ୍ତି, ସେମାନଙ୍କ ଉପରେ ପ୍ରଭାବ ପଡ଼ିପାରେ, କିନ୍ତୁ ଗତିଦାତା କେବେ ଭୁଲ ବୁଝିବେ ନାହିଁ। ଯଦି ଭୁଲରେ କିଛି ନ ହୁଏ କିମ୍ବା ସେମାନେ ଚାହାନ୍ତି ନାହିଁ, ତେବେ ଯେପର୍ଯ୍ୟନ୍ତ ନେବାର ଇଚ୍ଛା ଅଛି, ସେପର୍ଯ୍ୟନ୍ତ ଗତିଦାତା ଭୁଲ ସୁଧାରିବାର ଚେଷ୍ଟା କରିବେ ନାହିଁ। କିନ୍ତୁ ଯେତେବେଳେ ସେମାନେ ଗଲତଫହମି କରନ୍ତି, ଭୁଲ କରନ୍ତି, ସେମାନେ କିଛି ଭୁଲ ବା ଅଭିଯୋଗ କରି ଅପସାରଣ କରିଦିଅନ୍ତି। ସେଥିରେ ସେମାନେ ଅନୁମୋଦନ ସାଙ୍କସନ ପାଆନ୍ତି ନାହିଁ।